प्रभु यीशु मसीह का रक्त ज्यादा कुछ लेना देना नहीं है। यीशु मसीह जीवन बदलना है। लोग कहते गोरियां का ग्रुप गोरियां का यीशु मसीह इजराइल च जम्मे है। इजराइल एशिया दे विच है। वो गोरियां दा परमेश्वर नहीं हैगा। उसदा रंग गोरा सीगा मेरे नाल हल्का ज्यादा, लेकिन वो गोरियां दा परमेश्वर नहीं है। हालेलुया। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପ୍ରକାର ରାଲି ଆପଣ ଦେଖିଥିବେ। କାରଣ ବିଗତ ଦିନମାନଙ୍କରେ ବିଭିନ୍ନ ରାଜ୍ୟରେ ଖ୍ରୀଷ୍ଟିଆନ ରାଲି ପାଳନ କରାଗଲା ବା ଖ୍ରୀଷ୍ଟିଆନ ରାଲି ଆମେମାନେ ଦେଖିବାକୁ ପାଇଲୁ। ଯେପରିକି ତ୍ରିପୁରା, ଛତିଶଗଡ଼, ଝାଡ଼ଖଣ୍ଡ, ମିଜୋରାମ ଏଭଳି ଅନେକ ଜାଗା ବିଭିନ୍ନ ରାଜ୍ୟମାନଙ୍କରେ ଖ୍ରୀଷ୍ଟମାସ ରାଲି ଦେଖିବାକୁ ମିଳେ। ଆଉ ବିଭିନ୍ନ ଦେଶମାନଙ୍କରେ ଖ୍ରୀଷ୍ଟିଆନ ପର୍ବ ମଧ୍ୟ ଦେଖିବାକୁ ମିଳେ, ଯେଉଁଟାକି ବଡ଼ଦିନ ପର୍ବ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହି ରାଲିମାନଙ୍କରେ ଅନେକ ଲୋକମାନେ ଯୋଗଦାନ କରନ୍ତି ପ୍ରଭୁଙ୍କର ଗୌରବ ନିମନ୍ତେ। ଆଉ ଅନେକ ରାଲିମାନଙ୍କରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉଦ୍ଦେଶ୍ୟରେ ନୃତ୍ୟ ପରିବେଷଣ କରାଯାଏ। ଆଉ ଲୋକମାନେ ନାଚନ୍ତି, ଗାଆନ୍ତି, ଝୁମନ୍ତି। ଆଉ ଏ ସମସ୍ତ ବିଷୟ ଆମେମାନେ ଦେଖିବାକୁ ପାଉ ଖ୍ରୀଷ୍ଟିଆନ ରାଲି ଗୁଡ଼ିକରେ, ଯେଉଁଟା ଦେଖିବା ନିମନ୍ତେ ବହୁତ ଭଲ ଲାଗେ। ସୋସିଆଲ ମିଡ଼ିଆରେ ଯେତିକି ଭଲ ଲାଗେ, ଡାଇରେକ୍ଟ ଆମେ ଦେଖିଲେ ଆହୁରି ଅଧିକ ଖୁସି ଲାଗେ, ଆନନ୍ଦ ଲାଗେ। ଆଉ ସେଇଦିନ ଲୋକମାନେ ନିଜକୁ ପୁରା ଭୁଲି ଯାଆନ୍ତି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନ ଖୁସିରେ, ଆନନ୍ଦରେ ସେମାନେ କ'ଣ କରନ୍ତି? ଯୀଶୁଙ୍କର ଜନ୍ମଦିନ ଉଦ୍ଦେଶ୍ୟରେ ସେମାନେ ମୌଜ କରନ୍ତି, ଉତ୍ସବ କରନ୍ତି। ତ ବିଗତ ଦିନମାନଙ୍କରେ ମିଜୋରାମରେ ଏକ ରାଲି ଆମେମାନେ ଦେଖିବାକୁ ପାଇଥିଲୁ। ଆଉ ଯେଉଁଠାରେ ଲକ୍ଷ ଲକ୍ଷ ଲୋକମାନେ ଯୋଗଦାନ କରିଥିଲେ। ଆଉ ଅନେକ ଜାଗାରେ ବି ଏମିତି ଘଟିଯାଇଛି। କିନ୍ତୁ ଆଜି ଯେଉଁ ରାଲି ବିଷୟରେ ମୁଁ କହିବି, ଏଇଟା କୌଣସି ମିଜୋରାମର ରାଲି ନୁହେଁ, କି କୌଣସି ତ୍ରିପୁରାର ରାଲି ନୁହେଁ, କିମ୍ବା କୌଣସି ଛତିଶଗଡ଼ ନୁହେଁ। ଇଏ ହେଉଛି ପ୍ରଫେଟ ବଜେନ୍ଦ୍ର ସିଂ ତାଙ୍କର ନିଜର ରାଲି, ନିଜର ଫଲୋଅର। ଆଉ ଏ ରାଲିମାନଙ୍କରେ ଯେତେବେଳେ ରାଲି ହୁଏ, ଏଭଳି ପ୍ରଭୁଙ୍କର ଦାସମାନେ ଯେତେବେଳେ ରାଲିରେ ଶୋଭାଯାତ୍ରା କରନ୍ତି, ସେତେବେଳେ ଜଣାପଡ଼େ ଯେ ଏମାନଙ୍କୁ ମାନେ ପରମେଶ୍ୱରଙ୍କ ଦାସମାନଙ୍କୁ ଲୋକମାନେ କେତେ ଭଲ ପାଆନ୍ତି, କେତେ ପ୍ରେମ କରନ୍ତି। କିନ୍ତୁ ଗୋଟେ ବିଷୟ ହେଉଛି, ଯେତେବେଳେ ମିଛ କୁହାଯାଏ, ଯେତେବେଳେ ପ୍ରଭୁଙ୍କର ନାଁକୁ ନେଇକି, ସେତେବେଳେ ଦୁଃଖ ଲାଗେ। ଗୋଟେ ବିଷୟ ହେଉଛି, ପ୍ରଫେଟ ବଜେନ୍ଦ୍ର ସିଂ ତାଙ୍କର ଏହି ଶୋଭାଯାତ୍ରାରେ ଅନେକ ଲୋକ ତ ସାମିଲ ଥିଲେ। ଆଉ ସେମାନଙ୍କର କହିବା କଥା ହେଉଛି, ଏହି ରାଲିରେ ପ୍ରାୟ ଲକ୍ଷେ ଲୋକ ଆସିଥିଲେ। କିନ୍ତୁ ସବୁଠାରୁ ଦୁଃଖର କଥା ହେଉଛି, ସେଠାରେ ଏଇ ଯେଉଁ ଘୋଷଣା କରାଗଲା ଲକ୍ଷେ ଲୋକ ଆସିଥିଲେ, ଏଇଟା ପୁରାପୁରି ମିଛ ଥିଲା। ଆଉ ସେଠାରେ ପ୍ରାୟ ଅତି ବେଶୀରେ 15,000 ରୁ 20,000 ଲୋକ ଥିଲେ। କିନ୍ତୁ ତା ମଧ୍ୟରୁ ପୁଣି ଅଧିକାଂଶ ଲୋକମାନେ ଖ୍ରୀଷ୍ଟିଆନ ନଥିଲେ, ସେମାନେ ହିନ୍ଦୁ ଥିଲେ। ଆଉ ସେଥିମଧ୍ୟରୁ ପ୍ରାୟ 30 ରୁ 40 ଭାଗ ଲୋକମାନେ ଥିଲେ ଆମର ଖ୍ରୀଷ୍ଟିଆନ ଲୋକମାନେ। ବାକି ଲୋକମାନେ ବିଜାତି ଲୋକମାନେ ଥିଲେ, ସେମାନେ ବି ଶୋଭାଯାତ୍ରାରେ ସାମିଲ ଥିଲେ। ଆଉ ସେମାନଙ୍କ ମଧ୍ୟରୁ ବି ଅନେକ ଲୋକମାନେ ଅନେକ ପ୍ରକାର ଉଦ୍ଦେଶ୍ୟ ନେଇକି ସାମିଲ ହୋଇଥିଲେ। କିଏ କିଏ ସାମିଲ ହୋଇଥିଲେ କେବଳ ଦେଖିବା ନିମନ୍ତେ, ଯେ ଚାଲ ଆମେ ଦେଖିବା ରାଲିଟା କେମିତି ହେଉଛି। ଆଉ କିଛି ଲୋକ ଆସିଥିଲେ ସେମାନେ ଚୋରି କରିବା ନିମନ୍ତେ। ସେଥିପାଇଁ ଏହି ରାଲିରେ ଦେଖିବାକୁ ମିଳିଥିଲା ଯେ ଅନେକ ପ୍ରଭୁଙ୍କ ଦାସମାନେ, ଲୋକମାନେ ଯେଉଁ ଥିଲେ ସେଠି, ସେମାନଙ୍କର ମୋବାଇଲ ବି ଚୋରି ହୋଇଥିଲା, ଯେଉଁଟାକି ଏକ ଦୁଃଖର ବିଷୟ ଅଟେ। ଆଉ ସବୁଠାରୁ ଆଉ ଗୋଟେ ଦୁଃଖର ବିଷୟ ହେଉଛି, ଏମିତି ଲକ୍ଷ୍ୟ ନେଇକି ବି ଲୋକମାନେ ଆସନ୍ତି ରାଲିକୁ। ଆଉ ସେଠି ଆମର ଖ୍ରୀଷ୍ଟିଆନ ଭଉଣୀମାନେ ଥିଲେ, ସେମାନଙ୍କ ସହିତ ଦୁର୍ବ୍ୟବହାର କରାହୋଇଥିଲା। ଆଉ ଏଇଟା ସବୁଠାରୁ ଦୁଃଖର ବିଷୟ ଅଟେ।
जोटाकि हेबार उचित नथिला किंतु बजेंद्र सिंह तांको कौन फरक पड़े नहीं कहार कौन गला तांको दरकार केवल लोक सपोर्ट दरकार किंतु कौन होची कौन नहीं किसी जाए आसे नहीं। तबे एटा होची दुखर विषय प्रिय बंधुगण जदि आपन किसी प्रश्न थाए तबे कमेंट बॉक्स रे प्रश्न करंतु। समस्त को ख्रीष्ट प्रेमर आंतरिक नमस्कार। धन्यवाद सकते हैं तो परमेश्वर आपके साथ चल रहा है, किसी का बड़ा काम होने वाला है।